ଓଡ଼ିଶାବାସୀଙ୍କୁ ମୋର ଏତିକି ହିଁ ଅନୁରୋଧ, ସାହାଯ୍ୟ କର। ତେଣୁ ଏତିକି ମୁଁ ନୁହଁ, ହାତ ଯୋଡ଼ି ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ଦୟାକରି ଟଙ୍କେ ଟଙ୍କେ ହେଲେ ସାହାଯ୍ୟ କରନ୍ତୁ ଦୟାକରି। ଏଇ ନାତିଟା ମୋର ସବୁଠାରୁ ହେଇଗଲା, ମୁଁ ଅତି ଭଲ ପାଏ ତାକୁ। 5 ବର୍ଷ ହେଲା କିଡନୀ ରୋଗରେ ପଡ଼ିଛି। ସମସ୍ତ ଓଡ଼ିଶାବାସୀକୁ ବହୁତ ବହୁତ ସ୍ୱାଗତମ କରୁଛି ମୋ ଚ୍ୟାନେଲକୁ, ସଞ୍ଜୟ ଏଣ୍ଟରଟେନମେଣ୍ଟକୁ ବହୁତ ବହୁତ ସ୍ୱାଗତମ କରୁଛି। ତ ସମସ୍ତଙ୍କୁ ମୁଁ ଗୋଟେ ଆଜି ଇମ୍ପୋର୍ଟାଣ୍ଟ କଥା କହିବା ପାଇଁ ଚାହୁଁଛି। ତ ସମସ୍ତ ଓଡ଼ିଶାବାସୀ ଦେଖନ୍ତୁ, ମୁଁ ଆଜି ଯେଉଁଠି ଆସିକି ପହଞ୍ଚିଛି, ସେଠିକାର ଯେଉଁ ପରିସ୍ଥିତି ମୁଁ ଦେଖିଲି, ବହୁତ ମାନେ ଦେଖିକି ମୁଁ ଆଉ ରହିପାରିଲି ନାହିଁ। ତେଣୁ ଗୋଟେ ମୁଁ ଭିଡ଼ିଓ ବନେଇଦେଲି ଆପଣମାନଙ୍କ ପାଇଁ। ଦେଖନ୍ତୁ, ମୋ ପାଖରେ ଯେଉଁ ଭାଇ ବସିଛନ୍ତି ତାଙ୍କ ନାଁ ଜିତେନ୍ଦ୍ର ପ୍ରଧାନ, ଯିଏକି ଏଇ ପରିବାରର ବଡ଼ ପୁଅ। ତାଙ୍କ ବାପା ଜଣେ ଦିନ ମଜୁରିଆ, ଯିଏକି ମାନେ କାମ କରନ୍ତି, ପକ୍କା କାମ କରନ୍ତି। ମା ଘରେ ରହୁଛନ୍ତି। ବାର୍ଦ୍ଧକ୍ୟ ବୟସ ସେମାନଙ୍କର ଆସିଗଲାଣି। ଯେତେବେଳେ ମଣିଷ ବାର୍ଦ୍ଧକ୍ୟ ଆସିଯାଏ, ସେତେବେଳେ ସେମାନେ ନିଜର ସନ୍ତାନ ଉପରେ ନିର୍ଭର କରନ୍ତି। ତ ଭାଇଙ୍କର ବୟସ ବେଶୀ ନୁହେଁ, 32 ବର୍ଷ। ମାନେ ଯେତେବେଳେ ଯୁବକ ବୟସରେ ଯଦି ଗୋଟେ ଯୁବକଟିଏ ଘରେ ପଡ଼ି ରହେ, ତ ପିତାମାତା କେମିତିକା ମାନେ ସେମାନେ ବଞ୍ଚିବେ, କେମିତିକା ଖାଇବେ, କେମିତିକା ସେମାନେ ଶୋଇବେ। ପ୍ରତି ମୁହୂର୍ତ୍ତରେ ଆଜ୍ଞା, ସେମାନେ ପ୍ରତି ମୁହୂର୍ତ୍ତରେ ସେମାନେ ଦୁଃଖ ପାଉଛନ୍ତି। ମାନେ ଖାଇବା ପିଇବା ବି ଭୁଲି ଯାଇଛନ୍ତି। ମାଆଙ୍କୁ ଦେଖନ୍ତୁ, ମାନେ ବାର୍ଦ୍ଧକ୍ୟ ବୟସରେ ସେ କେମିତିକା ପୁଅ ପାଖରେ ବସିକି ମାନେ ଲୁହ ଗଡ଼ଉଛନ୍ତି। ତ ସମସ୍ତ ଓଡ଼ିଶାବାସୀକୁ ମୁଁ ଗୋଟେ କଥା ଅନୁରୋଧ କରିବି, ଭାଇଙ୍କର ବର୍ତ୍ତମାନ 2ଟି କିଡ଼ନୀ ନଷ୍ଟ ହୋଇଯାଇଛି। ଯାହାକି କରୋନା ସମୟରେ ସେ ଯାଇଥିଲେ, ବାଙ୍ଗାଲୋରରେ କାମ କରୁଥିଲେ, ଜ୍ୱର ହେଇଥିଲା, ଭୀଷଣ ଜ୍ୱର ହେଇଥିଲା। ମାନେ ଜ୍ୱର ରହିଲା, ଛାଡ଼ିଲା ନାହିଁ। ଯେତେବେଳେ ଛାଡ଼ିଲା, ତାପରେ ଟେଷ୍ଟ କଲେ, ତାଙ୍କ ଦେହ ତାଙ୍କୁ ଠିକ୍ ଲାଗିଲାନି। ଟେଷ୍ଟ କଲା ପରେ ଜାଣିବାକୁ ପାଇଲେ ଯେ ତାଙ୍କ 2ଟି କିଡ଼ନୀ ନଷ୍ଟ ହୋଇଯାଇଛି। ତ ନିଶ୍ଚିତ ରୂପେ ସାଂଘାତିକ ଘଟଣା ଏଟା। ଯେଉଁ ବୟସରେ ସେ କାମ କରିକି ବାପା ମାଆଙ୍କୁ ପୋଷିବା କଥା, ସେହି ସମୟରେ ସେ ବୋଝ ପାଲଟି ଯାଇଛନ୍ତି ନିଜ ପରିବାର ଉପରେ। ତେଣୁ ସମସ୍ତ ଓଡ଼ିଶାବାସୀକୁ ମୁଁ ହାତ ଯୋଡ଼ି ନିବେଦନ କରୁଛି, ସମସ୍ତେ ବର୍ତ୍ତମାନ ତାଙ୍କ ମା ତାଙ୍କ ପୁଅକୁ କିଡ଼ନୀ ଦେବା ପାଇଁ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛନ୍ତି। ତ ଆଗାମୀ ଦିନରେ ସେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିବେ। ତ ଡାକ୍ତରଙ୍କ କହିବା ମୁତାବକ 15 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି, ଯାହାକି ତାଙ୍କ ପାଖରେ ବର୍ତ୍ତମାନ ଗୋଟେ ଟଙ୍କାଟେ ହିଁ ନାହିଁ। କାହିଁକିନା ପୁଅର ଯେଉଁ 5 ବର୍ଷର କିଡ଼ନୀ, ତାଙ୍କର ଡାୟାଲିସିସ୍, ଘରୁ ନେବା, ବାହାରକୁ ନେବା, ଟ୍ରିଟମେଣ୍ଟ କରିବାରେ ତାଙ୍କ ସବୁ ଖର୍ଚ୍ଚ, ସମସ୍ତ ଆର୍ଥିକ ଯାହା ବି ଥିଲା, ଘରେ ଯେଉଁ ଅର୍ଥ ଥିଲା, ସବୁ ଖର୍ଚ୍ଚ ହୋଇସାରିଛି। ତେଣୁ ବର୍ତ୍ତମାନ 2 ଓଳି ଖାଇବା ପାଇଁ ମଧ୍ୟ, ସେ ଓଳି ଖାଇବା ପାଇଁ ସଠିକ୍ ରୂପେ ଖାଇ ବି ପାରୁନାହାନ୍ତି, ମେଡ଼ିସିନଟିଏ ବି ଠିକ୍ରେ ଦେଇପାରୁନାହାନ୍ତି। ତେଣୁ ସମସ୍ତଙ୍କୁ ହାତ ଯୋଡ଼ି ମୁଁ ନିବେଦନ କରୁଛି, ଯଦି ସମସ୍ତେ ଦେଖୁଛନ୍ତି এই ଭିଡ଼ିଓଟି, ସମସ୍ତେ ବର୍ତ୍ତମାନ ଲାଇକ୍ କରନ୍ତୁ, ସେୟାର ମଧ୍ୟ ବହୁ ମାତ୍ରାରେ କରନ୍ତୁ। ଫଳରେ ଭାଇଙ୍କୁ କୌଣସି ସହୃଦୟ ବ୍ୟକ୍ତି ଦେଖିବେ, ନିଶ୍ଚିତ 1 ଟଙ୍କା ହେଲେ ବି ସାହାଯ୍ୟ କରନ୍ତୁ। ଫଳରେ ଭାଇ ତାଙ୍କର ଯେଉଁ 15 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ, ନିଶ୍ଚିତ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟଟା ସେ କରିପାରିବେ। ନିଶ୍ଚିତ ଏତିକି ମୁଁ ନିବେଦନ ସମସ୍ତଙ୍କୁ ହାତ ଯୋଡ଼ି କରୁଛି। ସମସ୍ତେ ବର୍ତ୍ତମାନ ସେୟାର କରନ୍ତୁ, ଆଉ କିଛି ନା କିଛି ସାହାଯ୍ୟ କରନ୍ତୁ। ଜଗନ୍ନାଥଙ୍କର, ମହାପ୍ରଭୁ ଜଗନ୍ନାଥ ନିଶ୍ଚିତ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଗୋଟେ ପୁଅଟିଏ ମାନେ ପୁଣି ଫେରି ଆସିବ, ତା ଦେହ ଭଲ ହେଇଯିବ, ପୁଣି ବାପା ମାଆଙ୍କର ସେ କେୟାର ନେଇପାରିବ ଏବଂ ବାର୍ଦ୍ଧକ୍ୟ ବୟସରେ ତାଙ୍କ ପିତାମାତାଙ୍କର ସେବା ସେ କରିପାରିବେ। ତେଣୁ ସମସ୍ତଙ୍କୁ ଏତିକି ଅନୁରୋଧ, ସମସ୍ତେ ସେୟାର କରନ୍ତୁ, ଆଉ କିଛି ନା କିଛି ଆପଣ ସାହାଯ୍ୟ କରନ୍ତୁ, ଏତିକି ମୁଁ ଅନୁରୋଧ କରୁଛି। ଆଉ ଯଦି ସରକାର ବି ଦେଖୁଛନ୍ତି, ନିଶ୍ଚିତ ଏଇ ଭାଇଙ୍କ ପାଖରେ କିଛି ସହାୟତା ଆସିକି ପ୍ରଦାନ କରନ୍ତୁ, ବର୍ତ୍ତମାନ କରନ୍ତୁ ସମସ୍ତେ। ବାବାଜୀ ପ୍ରଧାନ। କ'ଣ କହିବେ ନାତି ବିଷୟରେ? କେତେ ଦିନ ହେଲାଣି ନାତି ପଢ଼ୁଛନ୍ତି, କେମିତିକା ଚଳୁଛନ୍ତି, କେମିତି ରହିଛନ୍ତି, କ'ଣ? ଏଇ ନାତିଟା ମୋର ସବୁଠାରୁ ହେଇଗଲା, ମୁଁ ଅତି ଭଲ ପାଏ ତାକୁ। 5 ବର୍ଷ ହେଲା କିଡନୀ ରୋଗରେ ପଡ଼ିଛି। ତା ପାଇଁ ଆମେ ଔଷଧ ଟିକେ ଯୋଗାଡ଼ କରିକି ଦେଇପାରୁନୁ। ପ୍ରଥମରୁ ଯାହା ଥିଲା ଆମେ ସେବା ପତ୍ର ସବୁ ସାରି ସୁରି ଦେଲେ। ବର୍ତ୍ତମାନ ଆଉ କିଛି ଆମ ପାଖରେ ନାହିଁ। ତା ବାପା ଦିନ ମଜୁରିଆ, ଦିନକୁ ଯାହା ମଜୁରିଆ ଆଣିବେ ସେଥିରେ ଘର ଚଳିବ, ତା ପାଇଁ ବି କିଛି ଖର୍ଚ୍ଚ ହେଉଛି। ଆଉ ତାର ଗୋଟେ ସାନ ଭାଇ ଅଛି, ମୋର ସାନ ନାତି, ସେ ବି ୟା ପାଇଁ କେଣେ ଯାଇପାରୁନି କି କିଛି ରୋଜଗାର ପତ୍ର କରିପାରୁନି। ଆକୁ ସପ୍ତାହରେ 3 ଥର ଡାୟାଲିସିସ୍ କରିବା ପାଇଁ ନେଇକି ଯାଉଛି, ପୁଣି ନେଇକି ଆସୁଛି। ଏଇଭଳିଆ ଅବସ୍ଥାରେ ଆମେ ଅଛୁ। ଏଭଳିଆ ପରିସ୍ଥିତିର ମୁଁ ଓଡ଼ିଶାବାସୀକି ନିହାତି ଅନୁରୋଧ କରୁଛି, ମୁଁ ହାତ ଯୋଡ଼ିକି ସମସ୍ତଙ୍କୁ ଅନୁରୋଧ କରୁଛି, ଏଇଭଳି ପରିସ୍ଥିତିରେ ଆମକୁ ଟିକେ ଯଦି ସାହାଯ୍ୟ ହେବେ, ତାହେଲେ ମୋ ଛୁଆଟା କମ୍ ସେ କମ୍ ଟିକେ ଭଲ ହେଇପାରନ୍ତା ବୋଲି ମୋର ଆଶା ଅଛି। ଆଉ ମୁଁ ଠାକୁରଙ୍କୁ ଡାକୁଛି ଯେ ସେ ନିଶ୍ଚିତ ଭାବେ, ମୋର ଆଶୀର୍ବାଦ ସବୁବେଳେ ତା ଉପରେ ରହିଛି, ସେ ନିଶ୍ଚିତ ଭାବେ ଭଲ ହେଇଯିବ। କିନ୍ତୁ ତା ପାଇଁ ପଇସା 15-20 ଲକ୍ଷ ଟଙ୍କା ଦରକାର, ଯେଉଁଟାକି ଆମେ ଯୋଗାଡ଼ କରିକି ଦେଇପାରିବା ସମ୍ଭବ ନୁହେଁ। ଆଉ ୟା ଭିତରେ ମୁଁ ମାନ୍ୟବର ସରକାରଙ୍କୁ ବି ଅନୁରୋଧ କରୁଛି, ତାଙ୍କ ତରଫରୁ ଯଦି କିଛି ଆମକୁ ମିଳିପାରନ୍ତା,
ତାହେଲେ ଆମେ ବି ଆଉ ଟିକେ ଉପକୃତ ହେଇପାରନ୍ତେ। ଏଇ ଛୁଆ ଟିକେ ଭଲ ହେବା ପାଇଁ ଆଉ କିଛି ଯଦି ସାହାଯ୍ୟ କରିବେ ତାହେଲେ ମୁଁ ଓଡ଼ିଶାବାସୀଙ୍କ ପାଖରେ ସବୁବେଳେ କୃତଜ୍ଞ ହେଇକି ରହିବି। ଦେଖନ୍ତୁ 5 ବର୍ଷ ହେଲାଣି କିଡ଼ନୀ ରୋଗରେ ପୀଡ଼ିତ ମୁଁ। 5 ବର୍ଷ ହେଲା ଡାୟାଲିସିସ୍ ଚାଲିଛି। ଡକ୍ଟର କହୁଛନ୍ତି ଯେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ। ତ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ହେଲେ ଯେଉଁ ଅର୍ଥ ଦରକାର ସେ ଅର୍ଥ ଏବେ ବାର୍ଦ୍ଧକ ଚାଲିଛି। ତେଣୁ ଘରର ବଡ଼ ପୁଅ ମୁଁ। ଯେଉଁ ବୟସରେ ବାପା ମାଆଙ୍କୁ ସାହାଯ୍ୟ କରିବା କଥା ଏବେ ବାପା ମା ମୋତେ ସାହାଯ୍ୟ କରୁଛନ୍ତି। ଓଡ଼ିଶାବାସୀଙ୍କୁ ଏତିକି ରିକ୍ୱେଷ୍ଟ କରୁଛି ଯେ ମୋତେ କିଛି ହେଲ୍ପ କରନ୍ତୁ। ଯେମିତି ମୋ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ହେଇଯିବ। ମୋ ମାଆ ମୋତେ କିଡ଼ନୀ ଦେବେ କହିଛନ୍ତି। 15 ଲକ୍ଷ ଟଙ୍କା କହିଛନ୍ତି ଡକ୍ଟର। ତେଣୁ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି ଯେ ମୋତେ କିଛି ହେଲ୍ପ କରନ୍ତୁ। ଓଡ଼ିଶାବାସୀଙ୍କୁ ମୋର ଏତିକି ହିଁ ଅନୁରୋଧ, ସାହାଯ୍ୟ କରନ୍ତୁ ମୋତେ। ଦୟାକରି ସମସ୍ତ ଓଡ଼ିଶାବାସୀଙ୍କୁ ମୁଁ ଗୋଟେ ନିବେଦନ ରଖିବି, ସମସ୍ତେ ଯେଉଁ ଦେଖନ୍ତୁ ସ୍କ୍ରିନ୍ରେ ଯେଉଁ ଆକାଉଣ୍ଟ ନମ୍ବର ଆଉ ଫୋନ୍ପେ ନମ୍ବର ରହିଛି, ତ ସମସ୍ତେ ବର୍ତ୍ତମାନ ଟଙ୍କେ ହେଲେ ବି ସହାୟତା କରନ୍ତୁ। ଫଳରେ ଭାଇଙ୍କର ଦେହ ଭଲ ହେଇଯିବ, ପୁଣି ସେ ପିତାମାତାଙ୍କର ସେବା କରିପାରିବେ। ନିଶ୍ଚିତ ରୂପେ ସମସ୍ତେ ବର୍ତ୍ତମାନ ସହାୟତା କରନ୍ତୁ ଏଇ ଆକାଉଣ୍ଟ ନମ୍ବର ଆଉ ଫୋନ୍ପେ ନମ୍ବରରେ। ତ ଓଡ଼ିଶାବାସୀଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଭାଇଙ୍କର ଇନକମ୍ ନାହିଁ, ତାଙ୍କ ମାଆଙ୍କର ବି ଇନକମ୍ ନାହିଁ। ବାପା ତ ଜଣେ ଦିନ ମଜୁରିଆ, ତାଙ୍କ ପ୍ରତ୍ୟେକ ମାସ ତାଙ୍କର 20,000 ରୁ 25,000 ଟଙ୍କା ଖର୍ଚ୍ଚ ହେଉଛି। କେଉଁଠୁ ଆସିବ ଏ ପଇସା ଆଜ୍ଞା? ତାଙ୍କର ମାନେ ଧାର କରିକା ମାନେ ଚାରିଆଡ଼ୁ ପଇସା ମାଗି ଧାର କରିକା ସେ ଆଜି ମେଡ଼ିସିନ ଖାଉଛନ୍ତି। ତେଣୁ ମେଡ଼ିସିନ ଖାଇବା ପାଇଁ ମଧ୍ୟ ପଇସାର ମାନେ ସର୍ଟ ରହୁଛି। ବେଳେବେଳେ ମେଡ଼ିସିନ ବି ଖାଇପାରୁନାହାନ୍ତି ଠିକ୍ରେ ଆଜ୍ଞା। ତେଣୁ ଆପଣମାନେ ଯଦି ସାହାଯ୍ୟ କରିବେ ନିଶ୍ଚିତ ରୂପେ ଭାଇ ତାଙ୍କର କିଡ଼ନୀ ନିଶ୍ଚିତ ରୂପେ ଭଲ ହେଇପାରିବେ, ତାଙ୍କ ଟ୍ରାନ୍ସପ୍ଲାଣ୍ଟ ହେଇପାରିବେ। ମାତ୍ର ଆପଣ 15 ରୁ 20 ଲକ୍ଷ ଟଙ୍କା ଖର୍ଚ୍ଚ। ତେଣୁ ଆପଣମାନଙ୍କର ସହାୟତାର ଆବଶ୍ୟକତା ନିଶ୍ଚିତ ରହିଛି। ତେଣୁ ନିଶ୍ଚିତ ଆପଣମାନେ ସହାୟତା କରନ୍ତୁ ଆଜ୍ଞା। ଆମ ଘର ପାଖ ପଡ଼ୋଶୀ ବା ଆମ ଗାଁ ପିଲା ବହୁତ ଭଲ ପିଲା। ତ ସମସ୍ତେ ଏଠିକାର ଜାଣିଛନ୍ତି, ଆମର ଗାଁ ସାହି ଭାଇ ସବୁ ଜାଣିଛନ୍ତି ବହୁତ ଭଲ ପିଲା। ଯେ ଭଲ ପିଲା ଯେ ଏମିତି ହଠାତ୍ ହେଇଯିବ ସେଇଟା ଆମେ କେବେ ବି ଭାବିନଥିଲୁ। ସେ ହଠାତ୍ ତା'ର 2-4 ବର୍ଷ ଖଣ୍ଡେ ପୂର୍ବେ ହଠାତ୍ ତା'ର ବାହାରେ ଥିଲା, ପଳେଇ ଆସିଲା ପରେ ଜ୍ୱର ହେଲା ପରେ ପାଦ ମୁହଁ ଫୁଲିଗଲା। ତାକୁ ଟେଷ୍ଟ କଲା ପରେ 2ଟି ଯାକ କିଡ଼ନୀ ନଷ୍ଟ ହେଇଯାଇଛି। ଆଉ ବହୁତ ଦୁଃଖର କଥା। ଆଉ ପିଲାଟି ଯେତେବେଳେ କିଡ଼ନୀଟା ନଷ୍ଟ ହେଇଛି, ଆମର ଯାହା ବି ଲୋକମାନଙ୍କର ନିକଟରେ ଆର୍ଥିକ ସହାୟତା ବି ତ କିଛି କରୁଛନ୍ତି, ଆଉ ସେ ସେତିକି ବି ତା ପାଇଁ କୌଣସି କିଛି ନୁହେଁ। ତା ନିଜର ଯାହା ଥିଲା ସବୁ ଆଉ ନାହିଁ, ସରିସୁରା ଯାଇଛି। ତେଣୁ କିଡ଼ନୀଟା ଯେଉଁ ଟ୍ରାନ୍ସପ୍ଲାଣ୍ଟ କରାଯିବ, ସେଇଟା ଯଦି କିଛି ଆମର ଓଡ଼ିଶାବାସୀ ଯଦି କିଛି ସହାୟତା କରିପାରନ୍ତେ, ଯିଏ ଯାହା ବି ହେଉ 1 ଟଙ୍କା ବି ହେଉ ଯଦି ପିଲାକୁ ସହାୟତା କରନ୍ତେ, ଆଉ ପିଲା ନିଶ୍ଚିତ ଭାବରେ ତାର କିଛି ଆର୍ଥିକ ପରିସ୍ଥିତି ସୁଧୁରି ପାରନ୍ତା। କାନି ପତେଇ ଭିକ ମାଗୁଛି, ମୋ ପୁଅକୁ କିଛି ସାହାଯ୍ୟ କରନ୍ତୁ। ମୁଁ ସମସ୍ତଙ୍କର ମାଆ ହେଉଛି। ପୁଅମାନଙ୍କୁ ମୁଁ ସାହାଯ୍ୟ ମାଗୁଛି, ଓଡ଼ିଶାବାସୀଙ୍କୁ ମୁଁ ସାହାଯ୍ୟ ମାଗୁଛି, ଦୟାକର। ସମସ୍ତ ଓଡ଼ିଶାବାସୀଙ୍କୁ ମୁଁ ଏତିକି ମୁଁ ନିବେଦନ କରୁଛୁ, ଭାଇଙ୍କୁ ସମସ୍ତେ ସାହାଯ୍ୟ କରନ୍ତୁ। ଫଳରେ ଭାଇଙ୍କ ଦେହ ଭଲ ହେଇଯିବ ଏବଂ ତାଙ୍କ ବାପା ମାଆଙ୍କର ସେ ସେବା କରିପାରିବେ। ତେଣୁ ଏତିକି ମୁଁ ହାତ ଯୋଡ଼ି ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ଦୟାକରି ଟଙ୍କେ ହେଲେ ସାହାଯ୍ୟ କରନ୍ତୁ ଦୟାକରି।